ନା ଧନେଶ୍ୱର ପାଢି ଘର କୋଉଠି? ବିଲ ନା କଣ ସମବାୟ ସମିତିର ଅସୁବିଧା କଣ? ଏଇ ଚାଷୀ ଧାନ ଉଠେଇ ପାରୁନାହାନ୍ତି ଅନଲାଇନ ଆସିନି ଏତେ ପର୍ଯ୍ୟନ୍ତ ଏଇଭଳିଆ ପ୍ରକାର ଧାନ ଆଣିକି ପଡିଛୁ ଲୋକ ହଇରାଣ ହଉଛୁ ପଇସା କଉଡି ନାହିଁ ଯୋଉ ହଇରାଣ ଅବସ୍ଥା ହଉଛୁ ଖର୍ଚ୍ଚ କେତେ ପାଉନି ଧାନ ସାଣ୍ଡ ସବୁ ଖାଇ ଯାଉଛନ୍ତି କେତେ ଜଗିକି ରହିବୁ ଏଇ ମିଲର ହଇ ମାନେ ଇଏ କରୁଛନ୍ତି ଆଉ କଣ ପାଇଁ ଆସୁନାହାନ୍ତି ଆଉ ଆସିକି ତ ଆଜି ଆଇଲେ ଆଉ ଦିନେ ଗାଡି ପଠଉନାହାନ୍ତି ଏ ବହୁତ ଧାନ ପାଣି ହେଇକି ରହିଛି 7.5 କିଲୋ ନା 8 କିଲୋ କଣ କଟା ଦେବା ପାଇଁ ଅନଲାଇନ କରିଥିଲୁ ଅନଲାଇନ କଲା ପରେ ଆଜ୍ଞା ଧାନ ଦେବୁ ବୋଲି ଏଠି ମାସେ ହେଲା ଦୌଡୁଛୁ ଆଜି ନେଇ କାଲି ନେଇ କାଲି ସେ କହୁଛନ୍ତି ମିଲ୍ ନଉନାହାନ୍ତି ଧାନ ତ ଷ୍ଟକ୍ ହେଇକି ଅଛି ବହୁତ ଧାନ ତ ଅଛି ଅଜିତ ମିଲ୍ ଆଉ ଗଜାନନ ମିଲ୍ କିଛି ବି ଅଛି ଡ୍ୟାମେଜ ଅଖା ଅଛି ଚିରା ଅଖା ଅଛି କିଛି ଭଲ ଅଖା ଅଛି ସେବା ସମବାୟ ସମିତି ଅଧୀନରେ ଥିବା ଗଜାନନ ଯୋଉ ରାଇସ୍ ମିଲ୍ ଅଛି ଆଉ ଅଦିତ ରାଇସ୍ ମିଲ୍ ନିଶ୍ଚିତ ଭାବରେ ଅଣଦେଖା କରୁଛନ୍ତି ଏଇ ସମବାୟ ସମିତି ମାନଙ୍କୁ ଯୋଉଠିକି ଅନେକ ଚାଷୀ ନିର୍ଭର କରନ୍ତି ବାମନ ବିନ୍ଦା ସେବା ସମବାୟରେ 20,000 ରୁ ଅଧିକ କ୍ୱିଣ୍ଟାଲ ଧାନ ଷ୍ଟକ୍ ହେଲାଣି ଏଇ ମିଲର ମାନେ ଗାଡି ପଠଉନାହାନ୍ତି ଏ ଜିଲ୍ଲାପାଳଙ୍କୁ ଆମେ ନିବେଦନ କରିବୁ ଯେ ସିଏସ ମଧ୍ୟ ଏ ଖବରକୁ ନଜର ଦେବେ ଯୋଉ ବାମନ ବିନ୍ଦା ସେବା ସମବାୟରେ ଯୋଉ ଅବ୍ୟବସ୍ଥା ଦେଖାଯାଇଛି ଅବ୍ୟବସ୍ଥାର ଅର୍ଥ ହେଉଛି ଏଇଆ ଯେ ଏଠି ଗଜାନନ ମିଲର ଯିଏ ଅଛନ୍ତି ଗଜାନନ ମିଲ୍ ଯୋଉ ଟେକ୍ ହେଇଥିଲା ସେ ପ୍ରତିଦିନ ଏଠିକି ଗାଡି ପଠଉନାହାନ୍ତି ଯଦିଓ 2-3 ଦିନରେ ଗୋଟେ ଗାଡି ପଠଉଛନ୍ତି ଏଇ ସମବାୟରେ ଆବଶ୍ୟକ ଅଛି ଅଧିକ ଗାଡି ପଠେଇବାର ବନ୍ଦୋବସ୍ତ କରାଯାଉ ଖୋଲା ଆକାଶ ତଳେ ପଡିଛି ଛେଳି ଗୋରୁ ମଧ୍ୟ ଖାଉଛନ୍ତି ଚୋରି ହେବାର ମଧ୍ୟ ଭୟ ରହିଛି ତୁରନ୍ତ ଏ ଧାନକୁ ଲିଫ୍ଟିଂ କରିଦେଲେ ମିଲ୍ କି ଯେ ଯୋଉ ଚାଷୀ ମାନେ ଉପକୃତ ହୁଅନ୍ତେ ଖବର ଆମେ ବାରମ୍ବାର ଏ ଖବରକୁ ପ୍ରସାରଣ କରୁଛୁ ଯେ ମିଲ୍ ଅବ୍ୟବସ୍ଥା ମଣ୍ଡିରେ ଯୋଉ ସମସ୍ୟାରେ ଚାଷୀ ଅଛି सरकार सचेतन हेबे जिलापाल मध्य सचेतन हेबे ए जो समस्यार समाधान हम भद्रक संजीव सेनापति।